ମାଂସର ଶରୀର ଧାରଣ କରି ଧରା ବଣ୍ଟନ କରନ୍ତି। ଏଇଭଳି ତାଙ୍କ ପାଇଁ ଅନେକ ପ୍ରଶ୍ନ ଉଠେ। ଭଗବାନ ଶ୍ରୀକୃଷ୍ଣ ସେଦିନ ଶ୍ରୀମଦ ଭଗବତ ଗୀତାରେ କୁରୁକ୍ଷେତ୍ର ପ୍ରାଙ୍ଗଣରେ ସଖା ଅର୍ଜୁନକୁ କହିଥିଲେ, ଆଜ୍ଞା କହିଲେ ଅବଜାନନ୍ତି ମାମୁଢା ମାନୁଷି ତନୁମାଶ୍ରିତ ପରଂ ଭାବମ ଜାନନ୍ତ ମମ ଭୂତ ମହେଶ୍ୱରଂ। କହିଲେ ଅର୍ଜୁନ ମୁଁ ମନୁଷ୍ୟ ଶରୀରକୁ ଧାରଣ କରି ଲୀଳା କରୁଛି ବୋଲି ମତେ ସାଧାରଣ ମଣିଷ ଜ୍ଞାନ କରୁଛନ୍ତି। ତେଣୁ ସଜନ ବୃନ୍ଦ ଭଗବାନଙ୍କୁ ଚିହ୍ନିବାଟା ଏତେ ସହଜ କଥା ନୁହେଁ। ଚୋରକୁ ସିନା ପୋଲିସ ଧରିପାରେ, ହେଲେ ଭଗବାନଙ୍କୁ କିଏ ଧରିପାରିବ? ସେ ତ ଅଧରା ଠାକୁର। ଚୋରକୁ ବେଳେ ବେଳେ ପୋଲିସ ଧରିବା ପାଇଁ ବି ଅସମର୍ଥ ହଉଛି, ହଁ କି ନାହିଁ? ସେଦିନ ଆମ ଓଡ଼ିଶାର ଚିଫ ଜଷ୍ଟିସ ଯିଏ ହାଇକୋର୍ଟରେ ଥିଲେ, ସୁପ୍ରିମକୋର୍ଟରେ ଥିଲେ, ରଙ୍ଗନାଥ ମିଶ୍ର, ସେଦିନ ପୁରୀର ଲ କଲେଜକୁ ଯାଇଥିଲେ ଭାଷଣ ଦେବା ପାଇଁ। ପୁରୀ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରି ଟିକିଏ ପ୍ରସାଦ ପାଇ ଯେତେବେଳେ ଫେରୁଛନ୍ତି, ପଛପଟୁ ଜଣେ ଡାକିଦେଲେ, ରଙ୍ଗନାଥ ବାବୁ, ରଙ୍ଗନାଥ ବାବୁ। ରଙ୍ଗନାଥ ବାବୁ କହିଲେ, ସାଧାରଣ ଲୋକ ମତେ ମୋ ନାଁ ଧରି ଉଚ୍ଚାରଣ କରୁଛି, ଇଏ କିଏ ହେଇଥିବ? ଯେତେବେଳେ ଚାଲିଗଲେ ଜଣେ କୁଷ୍ଠ ରୋଗୀ କହିଲେ, ମତେ ମୋ ନାଁ ତମେ କେମିତି ଜାଣିଲ? ମୋ ନାଁ ଧରି ଡାକୁଛ? କହିଲେ, ରଙ୍ଗନାଥ ବାବୁ ଆପଣ ହଉଛନ୍ତି ସେଦିନ ଜଜ ଥିଲେ, ମୁଁ ହଉଛି ସେଇ ଆସାମୀ ଯିଏ ଦୋଷ କରି ମଧ୍ୟ ସାକ୍ଷୀ ପ୍ରମାଣ ଭାବରୁ ଆପଣ ମତେ ସେଦିନ ବାଇଜ୍ଜତ ବରି କରି ଦେଇଥିଲେ।